ভাগবত কহিছি পুଅ চারি প্রকার। প্রথম পুଅ ଋଣଦାତା। ସେ ଆର ଜନ୍ମରେ ଖାଲି ଋଣ ଦେଇଥିଲା, ତେଣୁକରି ଏଇ ଜନ୍ମରେ ସବୁବେଳେ ବାପା ମା ପୁଅ ଉପରେ ସବୁବେଳେ ପଇସା ଖର୍ଚ୍ଚ କରିବେ, କଷ୍ଟ ସହିକ ସବୁବେଳେ ପଇସା ଖର୍ଚ୍ଚ କରିବେ। ସେ ପୁଅ ଖାଲି ପଇସା ଖର୍ଚ୍ଚ କରିବ, ସେ ହେଲା ଋଣଦାତା। ଆଉ ଗୋଟେ ପୁଅ ହେଲା ଶତ୍ରୁ ଭଳି ଆସେ, ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରିବ, ଘରୁ ପଇସା ନେଇ ଖର୍ଚ୍ଚ କରିବ। ସକାଳ ପାଇଲେ ଅଶାନ୍ତି, ସେ ଘରୁ ବାହାରିଲେ ଅଶାନ୍ତି, ଘରର ସମ୍ମାନ ସବୁ ବାହାରେ ପକାଇବ, ବାପା ମାଙ୍କର ସମ୍ମାନକୁ ପଦାରେ ପକାଇବ। ସବୁବେଳେ ଘରେ ବଡ଼ ପାଟିରେ କଥା ହେବ, ବାପା ମାଙ୍କୁ ପଚାରିବ ନାହିଁ। ତୃତୀୟ ପୁତ୍ରଟି ହେଉଛି ଅନାସକ୍ତ। ତାକୁ ଯେତେ କହିଲେ ମଧ୍ୟ ସେ କିଛି କହେ ନାହିଁ, ସବୁବେଳେ ଚୁପଚାପ ରହିଥାଏ। ପାଠ ପଢ଼ କହିଲେ ଚୁପଚାପ ରହିବ, କାମ କର କହିଲେ ଚୁପଚାପ, ଉତ୍ତର ମଧ୍ୟ ଦିଏ ନାହିଁ। ହଁ ସିନା କରିଦେବ କିନ୍ତୁ କିଛି କାମ କରିବ ନାହିଁ, ତା ଦ୍ୱାରା କୌଣସି କାମ ହୁଏ ନାହିଁ, ଖାଲି ଖାଉଥିବ ଶୋଉଥିବ। ଆର ପୁଅଟି ହେଉଛି ସେବା ପୁତ୍ର, ସତ୍ପୁତ୍ର, ଉତ୍ତମ ପୁତ୍ର। ଏମିତି ପୁଅଟେ ସେ ଆସିଥାଏ ବାପା ମାଙ୍କର ସେବା କରିବା ପାଇଁ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଏଇ ରାସ୍ତାରେ ସେ ସବୁବେଳେ ଆଗେଇ ଯାଉଥାଏ, ବାପା ମାଙ୍କର ସେବା କରୁଥାଏ। ବାପା ମାଙ୍କର ଆଖିରୁ ସେ ଲୁହ ଦେଖିବାକୁ ଚାହେଁ ନାହିଁ। ସେ ଭାବେ ମୋ ବାପା ମା ସବୁବେଳେ ଶାନ୍ତିରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ତେଣୁକରି ସବୁବେଳେ ବାପା ମାଙ୍କର ଅଭାବ ଅସୁବିଧା ପୂରଣ କରିବା ପାଇଁ ସେ ଚାହିଁଥାଏ। ତେଣୁକରି ଆମର ଯେ ଚାରି ପୁତ୍ର ମଧ୍ୟରୁ ପ୍ରଥମ ହେଉଛି ସେବା ପୁତ୍ର। ସମସ୍ତ ବାପା ମାଙ୍କୁ ସେବା ପୁତ୍ର ଦରକାର।